ଧନୀ ହେବା ଦ୍ୱାରା କିମ୍ବା ଜନପ୍ରିୟ ହେବା ଦ୍ୱାରା ଆମେ ଯେ ସନ୍ତୁଷ୍ଟ ହେବୁ ଓ ତୃପ୍ତି ଲାଭ କରିବୁ ଏହାର କୌଣସି ସତ୍ୟତା ନାହିଁ। ବାସ୍ତବରେ ଏହା ଯଦି ସମ୍ଭବ ହୋଇଥାନ୍ତା ତାହେଲେ ବିଶିଷ୍ଟ ଶିଳ୍ପପତି ଓ ଚଳଚ୍ଚିତ୍ର ତାରକାମାନେ ନାନା ପ୍ରକାର ମନ୍ଦ ଅଭ୍ୟାସରେ ନିଜର ଜୀବନକୁ ବିପଦପୂର୍ଣ୍ଣ କରନ୍ତେ ନାହିଁ। ଏହା ଯଦି ସମ୍ଭବ ହୋଇଥାନ୍ତା ତାହେଲେ ଜଣେ ଅତ୍ୟନ୍ତ ଧନୀ ଓକିଲ ଆସି କାନ୍ଦି କାନ୍ଦି ମୋତେ କହିନଥାନ୍ତେ, ମୋର ପୁତ୍ରମାନଙ୍କର ପରିବର୍ତ୍ତନ ପାଇଁ ମୋତେ ଯାହା କିଛି କରିବାକୁ ପଡ଼ିବ ମୁଁ ତାହା କରିବାକୁ ପ୍ରସ୍ତୁତ ଅଛି। ଯଦି ତାହା ସମ୍ଭବ ହୋଇପାରୁଥାନ୍ତା ତାହେଲେ ବିଶିଷ୍ଟ ଶିଳ୍ପୀ ଓ ମାନ୍ୟଗଣ୍ୟ ବ୍ୟକ୍ତିମାନଙ୍କର ଜୀବନରେ ବହୁ ବିବାହ ହେଉନଥାନ୍ତା କି ଘନ ଘନ ବିବାହ ବିଚ୍ଛେଦ ଘଟୁନଥାନ୍ତା। ଏଥିରୁ ଜଣାପଡ଼ୁଛି ଯେ ଧନ ଓ ସୁଖ୍ୟାତି ବ୍ୟତୀତ ଅନ୍ୟ ଏକ ଉତ୍ସରୁ ତୃପ୍ତି ଉତ୍ପତ୍ତି ହେବା ଆବଶ୍ୟକ। ଶ୍ରମିକ ଖାଇବାକୁ ଅଳ୍ପ ପାଉ ବା ବହୁତ ପାଉ ସେ ସୁଖରେ ନିଦ୍ରା ଯାଏ, କିନ୍ତୁ ଧନବାନ ମନୁଷ୍ୟର ପ୍ରାଚୁର୍ଯ୍ୟ ତାକୁ ନିଦ୍ରା ଯିବାକୁ ଦିଏ ନାହିଁ। ଆମ୍ଭେମାନେ ଅସ୍ଥାୟୀ ଧନ ଉପରେ ଭରସା ରଖିବା ନାହିଁ, ବରଂ ଯେଉଁ ଈଶ୍ୱର ଆମ ଉପଭୋଗ ପାଇଁ ସମସ୍ତ ବିଷୟ ଅକାତରେ ଦିଅନ୍ତି ତାହାଙ୍କ ଉପରେ ଭରସା ରଖିବା। ଆମେ ଯେତେବେଳେ ଈଶ୍ୱରଙ୍କ ଉପରେ ଭରସା ଓ ନିର୍ଭର କରୁ ଆମ୍ଭେମାନେ ପ୍ରକୃତ ତୃପ୍ତି ଓ ସନ୍ତୋଷ ଲାଭ କରୁ। ଏଣୁ ଈଶ୍ୱର ତାଙ୍କ ବାକ୍ୟ ବାଇବଲରେ ଏହି କଥା କହନ୍ତି, ତୁମେ ଯଦି ଦେଖ ଯେ ଦରିଦ୍ର ମନୁଷ୍ୟ ଅତ୍ୟାଚାରିତ ହେଉଛି ଏବଂ ନ୍ୟାୟ ଓ ନାଗରିକ ଅଧିକାରରୁ ବଞ୍ଚିତ ହେଉଛି ତେବେ ସେଥିରେ ଆଶ୍ଚର୍ଯ୍ୟ ହୁଅ ନାହିଁ। ଅପରପକ୍ଷରେ ଯେଉଁମାନେ ଧନଲୋଭୀ ଏବଂ ଧନକୁ ପ୍ରିୟ ଜ୍ଞାନ କରନ୍ତି ସେମାନଙ୍କ ଜୀବନ ଯେତେ ସୁନ୍ଦର ଦିଶେ ତାହା ସେ ପ୍ରକାର ନୁହେଁ। ସେଥିପାଇଁ ସଲୋମନ କୁହନ୍ତି, ଯେ ଧନ ସମ୍ପତ୍ତିକୁ ପ୍ରିୟ ମଣେ ସେ ନିଜ ଆୟରେ କେବେ ସନ୍ତୁଷ୍ଟ ହେବ ନାହିଁ। କେବଳ ଆଖିରେ ଦେଖିବା ଛଡ଼ା ଧନ ସମ୍ପଦର ଅଧିକାରୀଙ୍କୁ କି ଲାଭ ମିଳେ?